देखो शिखरे आपणଙ୍କୁ स्वागत। आज ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ନମ୍ବର 1, ଫେବୃଆରୀ 28 ଯାଏଁ ବିଦେଶକୁ ଉଡ଼ିବନି ବିମାନ। ଓମିକ୍ରନ୍ ଜନିତ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଲାଗିଥିବା ରୋକ ଅବଧି ବୃଦ୍ଧି ପାଇଛି। ଏବେ ଫେବୃଆରୀ 28 ଯାଏଁ ବିଦେଶକୁ ନିୟମିତ ବିମାନ ସେବା ବନ୍ଦ ରହିବ। ବୁଧବାର ଡିଜିସିଏ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଥିଲେ ମଧ୍ୟ ଏୟାର ବବଲ୍ସ ଚୁକ୍ତି ହୋଇଥିବା ଦେଶଗୁଡ଼ିକୁ ଭାରତରୁ ବିମାନ ଉଡ଼ିପାରିବ। ଭାରତ ସରକାର ଏଯାଏଁ 30ଟି ଦେଶ ସହ ଏହି ଚୁକ୍ତି କରିଛନ୍ତି। 2020 ମାର୍ଚ୍ଚ 23ରେ ପ୍ରଥମ ଥର ପାଇଁ ନିୟମିତ ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ କରାଯାଇଥିଲା। ନମ୍ବର 2, ସରକାରୀ ଓ ବେସରକାରୀ କର୍ମଚାରୀଙ୍କୁ ଭୋଟ ଗ୍ରହଣ ଦିନ ସବୈତନିକ ଛୁଟି ଦେବାକୁ ନିର୍ଦ୍ଦେଶ। ଆସନ୍ତା ଫେବୃଆରୀ 16 ତାରିଖରୁ 5ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଭୋଟ ଗ୍ରହଣ ଦିନ କର୍ମଚାରୀଙ୍କୁ ସବୈତନିକ ଛୁଟି ଦେବାକୁ ରାଜ୍ୟ ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୋଟ ଦେବାକୁ ସରକାରୀ ଓ ବେସରକାରୀ କର୍ମଚାରୀଙ୍କୁ ଛୁଟି ଦେବା ପାଇଁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଗ୍ରାମାଞ୍ଚଳରେ ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ବି ଛୁଟି ମିଳିବ। ବୁଥଠାରୁ କର୍ମସ୍ଥଳୀ ଦୂରରେ ଥିଲେ କର୍ମଚାରୀମାନଙ୍କୁ 3 ଦିନର ସ୍ୱତନ୍ତ୍ର ସିଏଲ୍ ଦିଆଯିବ। ଭୋଟ ଗ୍ରହଣ ଦିନ ସମ୍ପୃକ୍ତ ଅଞ୍ଚଳରେ ଥିବା ନ୍ୟାୟିକ କୋର୍ଟ ବନ୍ଦ ରହିବ। ଅନ୍ୟପକ୍ଷରେ ମଦ, ବନ୍ଧୁକ ଏବଂ ଅସ୍ତ୍ରଶସ୍ତ୍ର ଉପରେ ନିର୍ବାଚନ କମିଶନ ନିଷେଧାଦେଶ ଜାରି କରିଛନ୍ତି। ଯେଉଁଠି ଭୋଟ ଗ୍ରହଣ ହେବ ସେଠାରେ ମତଦାନର 48 ଘଣ୍ଟା ପୂର୍ବରୁ ମଦ ବିକ୍ରୟ ଓ ବଣ୍ଟନକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି। ଭୋଟ ପରଦିନ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ। ସମ୍ପୃକ୍ତ ଅଞ୍ଚଳର ହୋଟେଲ, ରେଷ୍ଟୁରାଣ୍ଟ ଓ ଦୋକାନରେ ମଦ ବିକ୍ରି ହୋଇପାରିବ ନାହିଁ। ସେହିପରି ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ବା ଅନ୍ୟ ଅସ୍ତ୍ରଶସ୍ତ୍ର ସହ ବୁଥ୍ ନିକଟରେ ବୁଲିବାକୁ ମନା କରାଯାଇଛି। ଫେବୃଆରୀ 14ରୁ ମାର୍ଚ୍ଚ 1 ଯାଏଁ ଅନଧିକୃତ ଲୋକେ ବୁଥକୁ ଆସିପାରିବେ ନାହିଁ। ନମ୍ବର 3, ମାର୍ଚ୍ଚ 11 ସୁଦ୍ଧା କୋଭିଡ୍ ଏଣ୍ଡେମିକ୍ରେ ପରିଣତ ହୋଇପାରେ, ବୈଜ୍ଞାନିକଙ୍କ ଦାବି। ଦୀର୍ଘ 2 ବର୍ଷରୁ ଅଧିକ ଦିନ ହେଲା ଭାରତ ସମେତ ସମଗ୍ର ବିଶ୍ୱରେ ମହାମାରୀ ଆତଙ୍କ ସୃଷ୍ଟି କରିଛି। ଭାରତ ପୂର୍ବରୁ କୋଭିଡ୍ର 2ଟି ଲହର ଦେଖିସାରିଥିବା ବେଳେ ଏବେ ତୃତୀୟ ୱେଭ୍ ସଂକ୍ରମଣ ବୃଦ୍ଧି କରୁଛି। କୋଭିଡ୍ର ଓମିକ୍ରନ୍ ଭାରିଏଣ୍ଟ ହିଁ ତୃତୀୟ ୱେଭ୍ର କାରଣ ସାଜିଛି। ଦିନକୁ ଦିନ ସଂକ୍ରମଣ ବଢ଼ୁଥିବା ବେଳେ ବରିଷ୍ଠ ସରକାରୀ ବୈଜ୍ଞାନିକ ସମୀରନ ପଣ୍ଡା କାଲି ବଡ଼ ବୟାନ ଦେଇଛନ୍ତି। ବର୍ତ୍ତମାନ ଆଇସିଏମ୍ଆର ମହାମାରୀ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ପଣ୍ଡା କହିଛନ୍ତି ଯେ ମାର୍ଚ୍ଚ 11 ସୁଦ୍ଧା କୋଭିଡ୍ର ଏଣ୍ଡେମିକ୍ ପର୍ଯ୍ୟାୟ ଆରମ୍ଭ ହୋଇଯିବ। ଅର୍ଥାତ୍ ଭାରତବାସୀ କୋଭିଡ୍ କବଳରୁ ଆଶ୍ୱସ୍ତ ପାଇବେ ବୋଲି ସେ କହିଛନ୍ତି। ଏଣ୍ଡେମିକ୍ ପର୍ଯ୍ୟାୟରେ ଭାରତ ପ୍ରବେଶ କରିବାର ଅର୍ଥ ଦେଶରେ ସ୍ୱଳ୍ପ କିମ୍ବା ମଧ୍ୟମ ଧରଣର ସଂକ୍ରମଣ ଜାରି ରହିବ, ଯାହାକୁ ଅତି ସହଜରେ ନିୟନ୍ତ୍ରଣ କରାଯାଇପାରିବ, କିନ୍ତୁ ସମ୍ପୂର୍ଣ୍ଣ ଭାବେ ଦେଶରୁ ଲୋପ ପାଇବ ନାହିଁ। ନମ୍ବର 4, ରାଜ୍ୟରେ କୋଭିଡ୍ର ତୃତୀୟ ଲହର ଚାଲିଛି, ସତର୍କ ରୁହନ୍ତୁ, କହିଲେ ମୁଖ୍ୟ ଶାସନ ସଚିବ। ରାଜ୍ୟରେ କୋଭିଡ୍ର ତୃତୀୟ ଲହର ଚାଲିଛି, ଭୟଭୀତ ହୁଅନ୍ତୁ ନାହିଁ, ସତର୍କ ରୁହନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। ରାଜ୍ୟ ସରକାର ଜୀବନ ଏବଂ ଜୀବିକା ଉଭୟକୁ ପ୍ରାଧାନ୍ୟ ଦେଉଛନ୍ତି। ଏଥିପାଇଁ ଲକଡାଉନ କରାଯାଇ ନାହିଁ ବୋଲି ସେ ସୂଚନା ଦେଇଛନ୍ତି। ଓମିକ୍ରନ୍ ଯୋଗୁଁ ସଂକ୍ରମଣ ବୃଦ୍ଧି ପାଇଛି, ମାତ୍ର ଲୋକମାନେ ସେତେ ଗୁରୁତର ହେଉନାହାନ୍ତି। ମାତ୍ର 2%ଙ୍କର ଅକ୍ସିଜେନ୍ ଏବଂ ଡାକ୍ତରଖାନାରେ ଭର୍ତ୍ତି ପାଇଁ ଦରକାର ହେଉଛି। ଏହାକୁ ଲୋକମାନେ ହାଲକାରେ ନିଅନ୍ତୁ ନାହିଁ। ସବୁ ସ୍ଥାନରେ କୋଭିଡ୍ ମାର୍ଗଦର୍ଶିକା ମାନନ୍ତୁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ମାସ୍କ ପିନ୍ଧିବା ଏବଂ ଅନ୍ୟ କୋଭିଡ୍ କଟକଣାକୁ କଡ଼ାକଡ଼ି ଭାବେ ମାନିଲେ କୋଭିଡ୍କୁ ପ୍ରତିହତ କରିହେବ। ରାଜ୍ୟ ସରକାର ଜୀବିକାର ସୁରକ୍ଷା ପାଇଁ ଲକଡାଉନ କରିନାହାନ୍ତି। ଲକ୍ଷଣ ଦେଖାଦେବା ମାତ୍ରେ ସମସ୍ତେ କୋଭିଡ୍ ପରୀକ୍ଷଣ କରିବା ପାଇଁ ସୂଚନା ଦେଇଛନ୍ତି। ପାଣିପାଗ ସୂଚନା, ଆହୁରି 2 ଦିନ ଥରେଇବ ଶୀତ, 21ରୁ ବର୍ଷା। ଆଗାମୀ 2 ଦିନ ଯାଏଁ ରାଜ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ହେଲେ ପରବର୍ତ୍ତୀ 3 ଦିନ ରାତି ତାପମାତ୍ରା 3ରୁ 4 ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଉ 2 ଦିନ ଯାଏଁ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଘନ କୁହୁଡ଼ି ନେଇ 10ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର। ରାଜ୍ୟରେ 2 ଦିନ ପାଗ ଶୁଖିଲା ରହିବ। 21 ଓ 22 ତାରିଖ ବେଳକୁ କିଛି ସ୍ଥାନରେ ପାଗ ଶୁଖିଲା ରହିବ, ଆଉ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। 21 ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। 22 ତାରିଖ ବେଳକୁ ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ନମ୍ବର 6, ଓଡ଼ିଶାକୁ ଆସିଲା ଓମିସିଅର କିଟ୍, ସହଜରେ ଧରାପଡ଼ିବ ଓମିକ୍ରନ୍। ଏଣିକି ରାଜ୍ୟରେ ସହଜରେ ଚିହ୍ନଟ ହୋଇପାରିବ ଓମିକ୍ରନ୍ ଭାରିଆଣ୍ଟ। ଓମିକ୍ରନ୍ ଚିହ୍ନଟ ପାଇଁ ଓଡ଼ିଶାରେ ପହଞ୍ଚିଲା 30,000 ଓମିସିଅର କିଟ୍। କିଟ୍ ପହଞ୍ଚିବା ପରେ ଡ୍ରାଏ ରନ୍ ଆରମ୍ଭ ହୋଇଛି। ଏହା ଠିକ୍ ଅଛି ନା ନାହିଁ ଟେଷ୍ଟ କରାଯାଉଛି। ଏହାକୁ ଇଣ୍ଟରନାଲ ଷ୍ଟଡି ପାଇଁ ବ୍ୟବହାର କରାଯିବ। ଯେଉଁ ଜିଲ୍ଲାରେ ଅଧିକ ସଂକ୍ରମିତ ବାହାରୁଛନ୍ତି ସେହି ଜିଲ୍ଲାକୁ ଓମିସିଅର କିଟ୍ ପଠାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।
मुख्यतः ब्रह्मपुर, कटक, राउरकेला, भुवनेश्वर पॉजिटिव संख्या अधिक रहुथिबारु प्राथमिक पर्यायर उक्त 4 सहर को यह किट पहुंचाଯିब। ओमिक्रॉन भारिएंट चिन्हट करिबारे यह सहायक हेबो बोली कहिसंती स्वास्थ्य निर्देशक विजय महापात्र। नंबर 7 3 दिन रे नामांकन पत्र दाखल कलेनी 75,000 प्रार्थी। पंचायत निर्वाचन पर सोमवार नामांकन पत्र दाखल प्रक्रिया आरंभ होइथिबा बेले काली सुधा मोट 74,886 जन प्रार्थी विभिन्न पदवी पर निजर नामांकन पत्र दाखल करिथिबा जणा पड़िछि। काली केवल 50,000 रु अधिक प्रार्थी निजर नामांकन पत्र दाखल करिसंती। राज्य निर्वाचन कमिशनक कार्यालय मिलिथिबा सूचना अनुसार सोमवार आरंभ होइथिबा नामांकन पत्र दाखल प्रक्रिया शुक्रवार पर्यंत चलिबो। नंबर 8 पितांक अंते झीओं को भी मिलिबो अनुकंपामूलक नियुक्ति। हाइकोर्टक राय। परिवार रे झीओ एवं पुओं मध्य भेदभाव सांविधानिक व्यवस्थार उल्लंघन। सेमाने विवाह करिथांतु वा अविवाहित रहिथांतु सेमानकर अधिकार पितांक संपत्ति उपर रहिबो। जणे मृत व्यक्ति विवाहित झीओं को अनुकंपामूलक नियुक्ति प्रदान मामलार विचार करी राजस्थान हाइकोर्ट एभली राय दैछंती। विचारपति डॉक्टर पुष्पेंद्र सिंह भाटिया नेतृत्व में गठित खंडपीठ कहिसंती जे परिवार रे झीओ एवं पुओं मध्य भेदभाव सांविधानिक व्यवस्थार उल्लंघन। यह द्वारा अनुच्छेद 14, 15 और 16 उल्लंघन होइथाए। बाहागर परे झीओ बापघर नुहे स्वामी घरर अंशीदार बोली चिंता कराजिबा एक पूर्ण मानसिक दृष्टिकोण। पितांक समस्त संपत्ति उपरे विवाहित झीओंकर मध्य अधिकार रहिछि। तेणु पितांक अंते झीओंको अनुकंपामूलक नियुक्ति मिलिबारे कौनसी असुविधा नाही बोली खंडपीठ कहिसंती। नंबर 9 केंद्र सरकारक होर्डिंग हटेइबाकू बीजेडी रा दाबी। राज्यर विभिन्न स्थानरू केंद्र सरकारक विभिन्न सफलता और योजना संपर्कित होर्डिंग गुड़िक हटेइबा पई दाबी करिछि बीजेडी। काली दलर एक प्रतिनिधि मंडली निर्वाचन कमिशनर को भेटी ए संक्रांत दाबीपत्र प्रदान करिसंती। बीजेडी अभियोग करिछि जे बीजेपी नेतृत्वाधीन केंद्र सरकारक विभिन्न सफलता योजना और प्रकल्प संपर्कीय होर्डिंग गुड़िक पेट्रोल पंप, जातीय राजपथ, रेल स्टेशन, विमान बंदर और केंद्र सरकारक विभिन्न प्रकल्प निकट में लगाଯାଇଛି। यह त्रिस्तरीय पंचायत निर्वाचन पर लागू होइतिबा आदर्श आचरण विधि को उल्लंघन करुछि। तेणु एगुड़ी को हटेइबा पई आवश्यक पदक्षेप नेबाकू दल दाबी करिछि। नंबर 10 स्थानांतर है 1 नंबर परिबा हाट। राजधानी रे संक्रमण को दृष्टि रखी भुवनेश्वर हाटगुड़ी को स्थानांतर अर्थात विकेन्द्रीकरण कर कालीठारू 1 नंबर परिबा हाट यूनिट 1 हाईस्कल पड़िया बसी। पूर्व भली कोविड कटकणा मानी बेपार करने को निर्देश दि जाइछि। दुकान दुकान मध्य 6 फुट दूरता को बाध्यतामूलक कर हाईस्कल पड़िया हाट बसवा नहीं बेपारी मध्य असंतोष देखा देइछि। 1 नंबर हाट में 1400 बेपारी बसुथिबा बेले हाईस्कल पड़िया जागा अभाव हेउछि। एणु अधारू अधिक बेपारी दुकान खोली पारु नाहांती। जागा न मिलिबारु बहु व्यवसायी गाँव को पड़िथिबा अभियोग होइछि। एणु आउ किछि अस्थायी दुकान खोलिबाकू दाबी करिसंती। पूर्वरु 4 नंबर हाट मध्य रेडक्रॉस भवन निकट में आरंभ हो सारी। नंबर 11 राज्य में चिन्हट है 11,607 पॉजिटिव। गत 24 घंटा राज्य में 11,607 जन पॉजिटिव चिन्हट होइछंती। खोर्धा जिलूर सर्वाधिक 4,347 जन, सुंदरगढ़ 1219, कटक 898, संबलपुर 390, बालेश्वर 305, जाजपुर 231, रायगढ़ 229, बलांगीर 229, झारसुगुड़ा 219, नयगढ़ 206, अनुगुड़ 185, मयूरभंज 174, बरगढ़ 145, भद्रक 153, नवरंगपुर 149, नुआपड़ा 166, पुरी 157, सोनपुर 114, बौद्ध 78, देवगढ़ 75, ढेंकानाल 71, गजपति 87, गंजाम 93, जगतसिंहपुर 134, कंधमाल 103, कंधमाल 80, केन्द्रापड़ा 119, केन्दुझर 121, कोरापुट 168 और मालकानगिरी जड़े आक्रांत चिन्हट होइछंती। देश में गत 24 घंटा मध्य 2,82,970 नुआ कोविड संक्रमित चिन्हट होइछंती। नंबर 12 कोविड मृतकों परिवार वर्गों को मिलुनी आर्थिक सहायता। सुप्रीमकोर्ट क्षुब्ध। सुप्रीमकोर्ट तागिद और केंद्र सरकार गाइडलाइन पर कोविड रे प्राण हरैथिबा लोकों परिवार वर्गों को राज्य पक्षर ठिकाना समय आर्थिक सहायता मिलुनी। यह नहीं काली राज्यगुड़िक उपर क्षुब्ध होइछंती सुप्रीमकोर्ट। एथिसह राज्यगुड़िक मृतकों परिवार लोकों पाखरे पहुंचीबा पदक्षेप नियंतु और यथाशीघ्र आर्थिक सहायता दियंतु बोली निर्देश दैछंती। गत वर्ष सुप्रीमकोर्ट कोविड रे प्राण हरैथिबा लोकों को आर्थिक सहायता प्रदान संपर्क में होइथिबा आवेदनर शुणाणी करथिले। एही समय कोविड रे प्राण हरैथिबा लोकों परिवार वर्ग जिला प्रशासन निकट में आवेदन करिवार 30 दिन मध्य सेमानंकु 50,000 टंकार आर्थिक सहायता प्रदान करने को निर्देश देइथिले।
ଏହା ସତ୍ତ୍ୱେ ମଧ୍ୟ ଅଧିକାଂଶ ରାଜ୍ୟର ସରକାରମାନେ କୋଭିଡ କ୍ଷତିଗ୍ରସ୍ତଙ୍କୁ ଠିକଣା ସମୟରେ ଆର୍ଥିକ ସହାୟତା ଦେଇନାହାନ୍ତି। ନମ୍ବର 13 ଦିଲ୍ଲୀ ପୁଲିସକୁ ଆସିବେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ। ଦିଲ୍ଲୀ ପୁଲିସରେ ଏଣିକି କେନ୍ଦ୍ରୀୟ ଅର୍ଦ୍ଧସାମରିକ ପୁଲିସ ବାହିନୀ ବା ସିପିଏଫକୁ ସାମିଲ କରାଯିବ। ସିପିଏଫର ତଳ ପାହ୍ୟାର କର୍ମଚାରୀମାନେ ଡେପୁଟେସନରେ 3 ବର୍ଷ ପାଇଁ ଦିଲ୍ଲୀ ପୁଲିସରେ କାର୍ଯ୍ୟ କରିବାର ସୁଯୋଗ ପାଇବେ। ଏ ସମ୍ପର୍କରେ ଦିଲ୍ଲୀ ପୁଲିସ ଆୟୁକ୍ତ ରାକେଶ ଆସ୍ଥାନା ମଙ୍ଗଳବାର ଘୋଷଣା କରିଛନ୍ତି। ସିପିଏଫ ଅଧୀନ 5 ବାହିନୀ ସୀମା ସୁରକ୍ଷା ବଳ, କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ, କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ, ଇନ୍ଦୋ ତିବ୍ବତ ସୀମାନ୍ତ ପୁଲିସ ଓ ସଶସ୍ତ୍ର ସୀମା ବଳର ମହାନିର୍ଦ୍ଦେଶକଙ୍କୁ ଆସ୍ଥାନା ଏ ସମ୍ପର୍କରେ ଚିଠି ଲେଖିଛନ୍ତି। ଆବଶ୍ୟକ ସ୍ଥଳେ ଡେପୁଟେସନ ଅବଧି 5 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ ଏବଂ ଏଥିପାଇଁ ସର୍ବାଧିକ ବୟସ ସୀମା 56 ବର୍ଷ ରଖାଯାଇଥିବା ଆସ୍ଥାନା ଦର୍ଶାଇଛନ୍ତି। ନମ୍ବର 14 ଗୋଆ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ କେଜରିୱାଲ। 2022 ବିଧାନସଭା ନିର୍ବାଚନ ପାଇଁ ଜୋରସୋରରେ ପ୍ରସ୍ତୁତି ଚଳାଇଛି ଆମ୍ ଆଦମୀ ପାର୍ଟି। ପଞ୍ଜାବ ପାଇଁ ନିଜ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କାଲି ଗୋଆ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି ଆପ୍। ଏଥର ଗୋଆରେ ଆପ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଅମିତ ପାଲେକର ମଇଦାନକୁ ଓହ୍ଲାଇବେ। ଏନେଇ କାଲି ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି। ପାଣାଜୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେଜରିୱାଲ ଏହି ଘୋଷଣା କରିଛନ୍ତି। ଅମିତ ପାଲେକର ପେଶାରେ ଜଣେ ଓକିଲ। ସେ ଗତ ବର୍ଷ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ। ପାଲେକର ଓବିସି କ୍ୟାଟେଗୋରୀରେ ଆସୁଥିବା ବାରିକ ସମ୍ପ୍ରଦାୟର। ଗୋଆରେ ଏହି ସମ୍ପ୍ରଦାୟର ମୋଟ ଜନସଂଖ୍ୟାର ପ୍ରାୟ 35% ଅଛନ୍ତି। ପୁରୁଣା ଗୋଆ ହେରିଟେଜ ସାଇଟ୍ରେ ବେଆଇନ ନିର୍ମାଣକୁ ବିରୋଧ କରିବା ପାଇଁ ଅନଶନରେ ବସି ପାଲେକର ଚର୍ଚ୍ଚାକୁ ଆସିଥିଲେ। ନମ୍ବର 15 ସମାଜବାଦୀ ପାର୍ଟି ଛାଡ଼ିଲେ ଉପବାଚସ୍ପତି ଓ ଆଉ ଜଣେ ବିଧାୟକ। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଦଳଡିଆଁ ପର୍ବ ଜାରି ରହିଛି। କିଛି ନେତା ବିଜେପି ଛାଡୁଥିବା ବେଳେ ଆଉ କିଛି ନେତା ସମାଜବାଦୀ ପାର୍ଟି ଛାଡୁଛନ୍ତି। ଏହି କ୍ରମରେ ବିଜେପି ସମର୍ଥନରେ ଉତ୍ତରପ୍ରଦେଶ ବିଧାନସଭାର ଉପବାଚସ୍ପତି ହୋଇଥିବା ସପା ବିଧାୟକ ନିତିନ ଅଗ୍ରୱାଲ କାଲି ଦଳକୁ ବାଏ ବାଏ କହିଛନ୍ତି। ହରଦୋର ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଥିବା ଅଗ୍ରୱାଲ ପ୍ରଥମେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ସପାରୁ ମଧ୍ୟ ଇସ୍ତଫା ଦେଇଛନ୍ତି। କେବଳ ଅଗ୍ରୱାଲ ନୁହନ୍ତି, ସମାଜବାଦୀ ପାର୍ଟିର ବିଧାୟକ ସହରଦବୀର ସିଂ ମଧ୍ୟ ଦଳ ଛାଡ଼ିଛନ୍ତି। ସପା ଏବେ ନିଜ ଆଦର୍ଶରୁ ଦୂରେଇ ଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହ ସେ ବିଜେପିର ବିଜୟ ପାଇଁ କାମ କରିବେ ବୋଲି ମଧ୍ୟ କହିଛନ୍ତି। ନମ୍ବର 16 ବ୍ୟବହୃତ କାର୍ ଉପରେ ଜିଏସଟି 5%କୁ ହ୍ରାସ ପାଇଁ ଏଫଡିଏର ପ୍ରସ୍ତାବ। ଦେଶରେ ବ୍ୟବହୃତ କାର୍ ବ୍ୟବସାୟ ବୃଦ୍ଧି ପାଉଥିବା ବେଳେ ତାକୁ ପ୍ରୋତ୍ସାହିତ କରିବା ଲାଗି ବ୍ୟବହୃତ କାର୍ ଉପରେ ଦ୍ରବ୍ୟ ସେବକର ଟିକସ ଅର୍ଥାତ୍ ଜିଏସଟି ହାର 5%କୁ ହ୍ରାସ କରିବାକୁ ଫେଡେରେସନ ଅଫ୍ ଅଟୋମୋବାଇଲ ଡିଲର୍ସ ଆସୋସିଏସନ ଅର୍ଥାତ୍ ଏଫଡିଏ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଆଗାମୀ ଫେବୃଆରୀରେ ସାଧାରଣ ବଜେଟ୍ ଉପସ୍ଥାପନ ହେବାକୁ ଥିବା ବେଳେ ତାହା ପୂର୍ବରୁ ଏହି ସଂଗଠନ ପକ୍ଷରୁ ସରକାରଙ୍କୁ କେତେକ ପ୍ରସ୍ତାବ ଦିଆଯାଇ ତାହାକୁ ବଜେଟ୍ରେ ସ୍ଥାନିତ କରିବାକୁ ଅନୁରୋଧ କରାଯାଇଛି। ନମ୍ବର 17 ରିଲାଏନ୍ସ ଜିଓ ଏବେ ଦେଶର ସର୍ବବୃହତ ଫିକ୍ସଡ ଲାଇନ୍ ବ୍ରଡବ୍ୟାଣ୍ଡ ସେବା ଯୋଗାଣକାରୀ। ନିଜର ଫିକ୍ସଡ ଲାଇନ୍ ବ୍ରଡବ୍ୟାଣ୍ଡ ସେବାର ବ୍ୟବସାୟିକ ପ୍ରାରମ୍ଭ ହେବାର ପ୍ରାୟ 2 ବର୍ଷ ମଧ୍ୟରେ ରିଲାଏନ୍ସ ଜିଓ ଦେଶର ସର୍ବବୃହତ ଫିକ୍ସଡ ଲାଇନ୍ ବ୍ରଡବ୍ୟାଣ୍ଡ ସେବା ଯୋଗାଣକାରୀ ହେବାର ଗୌରବ ହାସଲ କରିଛି। ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ ଅର୍ଥାତ୍ ଟ୍ରାଇ ପକ୍ଷରୁ ମଙ୍ଗଳବାର ପ୍ରକାଶିତ ନଭେମ୍ବର ମାସର ଦୂରସଞ୍ଚାର ଗ୍ରାହକ ତଥ୍ୟ ଅନୁଯାୟୀ ଜିଓ 4.34 ନିୟୁତ ଗ୍ରାହକ ସହିତ ଫିକ୍ସଡ ଲାଇନ୍ ବ୍ରଡବ୍ୟାଣ୍ଡ ସେବା ବର୍ଗରେ ସମ୍ପ୍ରତି ଅଗ୍ରଣୀ ସ୍ଥାନରେ ରହିଛି। ପ୍ରାୟ 20 ବର୍ଷ ଧରି ଏହି ବର୍ଗରେ ବିଏସଏନଏଲର ଆଧିପତ୍ୟ ରହିଥିଲା। ରିଲାଏନ୍ସ ଜିଓର ଫିକ୍ସଡ ଲାଇନ୍ ବ୍ରଡବ୍ୟାଣ୍ଡ ସେବା ଜିଓ ଫାଇବର ଗ୍ରାହକ ସଂଖ୍ୟା 2021 ଅକ୍ଟୋବରରେ 4.16 ନିୟୁତ ଥିବା ବେଳେ 2021 ନଭେମ୍ବରରେ 4.34 ନିୟୁତକୁ ବୃଦ୍ଧି ପାଇଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ବିଏସଏନଏଲର ଫିକ୍ସଡ ଲାଇନ୍ ବ୍ରଡବ୍ୟାଣ୍ଡ ଗ୍ରାହକ ସଂଖ୍ୟା 2021 ଅକ୍ଟୋବରରେ 4.72 ନିୟୁତ ଥିବା ବେଳେ 2021 ନଭେମ୍ବରରେ ତାହା 4.2 ନିୟୁତକୁ ହ୍ରାସ ପାଇଛି। ନମ୍ବର 18 2024 ପର୍ଯ୍ୟନ୍ତ ବିଶ୍ୱ ପର୍ଯ୍ୟଟନ କୋଭିଡ ପୂର୍ବ ସ୍ତରକୁ ଫେରିବ ନାହିଁ, ଜାତିସଂଘ ଏଜେନ୍ସି। 2024 ପୂର୍ବରୁ ସମଗ୍ର ବିଶ୍ୱରେ ପର୍ଯ୍ୟଟନ ଅବସ୍ଥା କୋଭିଡ ପୂର୍ବ ସ୍ତରକୁ ଫେରିବ ନାହିଁ ବୋଲି ମଙ୍ଗଳବାର ଦିନ ବିଶ୍ୱ ପର୍ଯ୍ୟଟନ ସଂଗଠନ କହିଛି। 2020ରେ ପର୍ଯ୍ୟଟନରେ 4%ରୁ ଅଧିକ ଅଭିବୃଦ୍ଧି ଘଟିଥିଲା, କିନ୍ତୁ ସାମାନ୍ୟ ହେଲେ ବି ଦ୍ରୁତ ସଂକ୍ରମଣଶୀଳ ଓମିକ୍ରନ୍ ଭେରିଏଣ୍ଟ 2022ରେ ପର୍ଯ୍ୟଟନ ଅଭିବୃଦ୍ଧି କ୍ଷେତ୍ରରେ ବାଧା ସୃଷ୍ଟି କରିଛି ବୋଲି ମାଡ୍ରିଡ୍ ସ୍ଥିତ ଜାତିସଂଘ ଏଜେନ୍ସି ବାରୋମିଟର କହିଛି। 2019 ଅପେକ୍ଷା 2020ରେ ପର୍ଯ୍ୟଟନରୁ ପ୍ରାପ୍ତ ରାଜସ୍ୱ 72% ହ୍ରାସ ପାଇଥିଲା। ମହାମାରୀ ଆରମ୍ଭ ଯୋଗୁଁ ଏଭଳି ପରିସ୍ଥିତି ହୋଇଥିଲା। ଗମନାଗମନ କଟକଣା, ଟିକାକରଣ ହାର ଏବଂ ପର୍ଯ୍ୟଟକଙ୍କ ଆତ୍ମବିଶ୍ୱାସର ଫରକ ଯୋଗୁଁ ବିଶ୍ୱର ବିଭିନ୍ନ ଅଞ୍ଚଳରେ ପର୍ଯ୍ୟଟନ ସୁଧାର ହାର ମନ୍ଥର ଏବଂ ଅସମାନ ରହୁଛି। 2020 ଅପେକ୍ଷା ଗତବର୍ଷ ୟୁରୋପ ଏବଂ ଆମେରିକାକୁ ବିଦେଶୀ ପର୍ଯ୍ୟଟକମାନଙ୍କ ସଂଖ୍ୟା ଯଥାକ୍ରମେ 19% ଓ 17% ବୃଦ୍ଧି ପାଇଥିଲା। ନମ୍ବର 19 ଗୋଆ ନିର୍ବାଚନ ମଇଦାନରେ ଓହ୍ଲାଇଲେ ଶିବସେନା ଏନସିପି।
रोचक हेबाकु जाउछि गोवा विधानसभा निर्वाचन। काली आम आदमी पार्टी पक्षरु निजर मुख्यमंत्री प्रार्थी घोषणा कराजिबा परे आउ एक बड़ घोषणा करिसेंती शिवसेना और एनसीपी। उभय दल मिलित भावे गोवा विधानसभा निर्वाचन लड़िबा विषय घोषणा करिसेंती। तेबे महाराष्ट्र रे शासन करुथिबा महाविकास अगाड़ी मेंट अधीन रे निर्वाचन लड़िबाकु शिवसेना प्रस्ताव देइथिले भी कांग्रेस एही मेंटरे भाग नेबाकु राजी होई नथिला। गोवा निर्वाचन रे एकाकी लड़िबाकु कांग्रेस निष्पत्ति नेइछि। बुधवार दिन शिवसेना नेता संजय राउत गोवा गस्तरे जाई एनसीपी नेता प्रफुल्ल पटेलଙ୍କ सह आसन बुझामणा संपर्क में आलोचना करिसेंती। उभय दल 10टी लेखाएं आसन रे लड़िबाकु राजी होइछंती। गोवा विधानसभा रे मोट 40टी आसन थिले भी कांग्रेस को सहायता करने उभय दल अल्प संख्यक आसन रे लड़िबाकु निष्पत्ति नेइछंती। नंबर 20 जेकोसी मुहूर्त रे यूक्रेन आक्रमण करिपारे रूस कहिला अमेरिका। अविलंबे रूस यूक्रेन आक्रमण करिपारे बोली मंगलवार दिन युक्तराष्ट्र अमेरिका सतर्क सूचना दी कहिथिया बेले प्रेस सचिव जेन साकी कहिसंती यूक्रेन सीमांत रे अत्यंत विपज्जनक परिस्थिति सृष्टि होईछि। दैनिक साम्बादिक सम्मेलन रे साकी कहिसंती जेकोसी मुहूर्त रे रूस यूक्रेन उपर आक्रमण करिबा भली परिस्थिति आसी जाइछि बोली हमर मने हुए, किंतु मस्को सह कूटनैतिक आलोचना पई वाशिंगटन आग्रही। ए संक्रांत रे युक्तराष्ट्र अमेरिकार वैदेशिक सचिव एंटोनियो ब्लिंकेन तांकर रूसीय प्रतिपक्ष सर्गे लाव्रोवଙ୍କ सह कथा करिसंती एवं चलित सप्ताह सेमाने जेनेवा आलोचना करिबा लागि एकमत होइछंती। रूसीय राष्ट्रपति व्लादिमीर पुतिन यूक्रेन सीमांत को 1 लाख सैनिक पठेई संकट सृष्टि करिसंती बोली साकी दोषारोप करिसंती। नंबर 21 उत्तर प्रदेश विधानसभा निर्वाचन लड़ी पारंती अखिलेश यादव। रिपोर्ट निष्पत्ति नेबा पई बहु विलंब करिबा परे अखिलेश यादव उत्तर प्रदेश विधानसभा निर्वाचन रे प्रतिद्वंदिता करि पारंती बोली विशेष सूत्ररु जणा पड़िछि। निर्वाचन रे प्रतिद्वंदिता न करी बरं राज्यर प्रत्येक आसन प्रति ध्यान देबे बोली पूर्वरु से कहिथिले। प्राप्त सूचना अनुसार संप्रति अखिलेश यादव पूर्व उत्तर प्रदेश अंतर्गत आजमगढ़ लोकसभा सांसद अछंती। एजाबत तांको पई विधानसभा आसन स्थिर करा जाई नथिबा कह जाउछि। प्राप्त सूचना अनुसार अखिलेश यादव पूर्वांचल उत्तर प्रदेश किंबा लखनऊ भली केंद्रीय विधानसभा आसनरु प्रतिद्वंदिता करिपारंती। से एकाधिक आसनरु मध्ये प्रतिद्वंदिता करिवे बोली सुना जाउछि। नंबर 22 ईडी रेड को नहीं सांघातिक अभियोग आनिले मुख्यमंत्री चन्नी। आसंता फेब्रुआरी 20 तारिख में पंजाब विधानसभा निर्वाचन अनुष्ठित हेबो। या पूर्व मुख्यमंत्री चरण सिंह चन्नी संपर्कियों घरे प्रवर्तन निर्देशालय बा ईडी रेड करने घटना समस्त आश्चर्य करिछि। ईडी रेड पर काली चन्नी सांबादिक सम्मेलन करी सांघातिक अभियोग आनिछंती। आसंता पंजाब विधानसभा निर्वाचन लड़िबा पई तांकु सुजोग मिलिबो नाही बोली धमक मिलिथिबा चन्नी कहिछंती। ईडी द्वारा तांको परे चाप पकई एपरी कर जाइथिबा चन्नी दाबी करिछंती। से कहिछंती मो उपरे चाप सृष्टि करिबा पई जोरसोर उद्यम कर जाउछि। जो मानको हेफाजत को निया जाइथिला ओ पचरउचरा कर जाइथिला सेमाने मते एकथा कहिछंती। मते निर्वाचन लड़िबा को अनुमति मिलिबनी बोली रेड द्वारा धमक दिया जाउछि। बेआईन बाली खनन अभियोग रे ईडी दिनक पूर्व चन्नी संपर्कियों घरे रेड करिथिला। एही रेड को नहीं विरोधी क्षमतासीन कांग्रेस को टार्गेट करने आरंभ करिसंती। नंबर 23 निर्वाचन पूर्व बीजेपी रे मिसिले सीडीएस बिपिन रावतଙ୍କ भाई कर्नेल विजय राउत काली पद्म धरिछंती। बीजेपी रे मिसिबा पूर्व कर्नेल विजय राउत उत्तराखंड मुख्यमंत्री पुष्कर सिंह धामी को भेटिथिले। या परे से विधिबद्ध भावे मुख्यमंत्री धामी उपस्थिति रे बीजेपी रे मिसिछंती। कह जाउछि जे बीजेपी श्री राउत को उत्तराखंड विधानसभा निर्वाचन रे प्रार्थी करिवो। विजय राउत कहिसंती मु उत्तराखंड रो मुख्यमंत्री राज्य पई रखिथिबा दूरदृष्टि को पसंद करे। मो भाई बिपिन रावतଙ୍କ मुंडरे मध्य समान कथा चलीथिला। तांको चिंताधारा बीजेपी सह पूरा समान। उत्तराखंडवासी सेवा ही मोर एकमात्र लक्ष्य। नंबर 24 यूपी रे अपना दल और निषाद पार्टी सह मिसी निर्वाचन लड़िबो बीजेपी। उत्तर प्रदेश रे क्षमतासीन बीजेपी एकाकी निर्वाचन लड़िबो नाही। बीजेपी सहयोगी अपना दल अर्थात एस और निषाद पार्टी सह मेंट करी निर्वाचन मैदान को ओह्लैबो। काली ए संपर्क में बीजेपी राष्ट्रीय अध्यक्ष जेपी नड्डा सांबादिक सम्मेलन करी सूचना देइछंती। श्री नड्डा कहिसंती आमे आसंता निर्वाचन अपना दल और निषाद पार्टी सह मिसी लड़िबु। आमे ए संपर्क में विस्तृत आलोचना करिछु। आमे समस्त 403 आसन रे प्रार्थी देबु। ए संपर्क में घोषणा करने को एठाकू आसीछु। तेबे तीन दल मध्य प्रकृत सीट शेयरिंग फॉर्मूला संपर्क में कौनसी सूचना मिलिनी। नंबर 25 साइकेल रु ओल्हेई पद्म धरिले अखिलेशଙ୍କ भाई बोहू। साइकेल रु ओल्हेई पद्म धरिले उत्तर प्रदेशर पूर्वतन मुख्यमंत्री अखिलेश सिंह यादवଙ୍କ भाई बोहू। समाजवादी पार्टीर संरक्षक मुलायम सिंह यादवଙ୍କ सान बोहू अर्पणा यादव काली बीजेपी रे मिसिछंती। बीजेपी राज्य सभापति स्वतंत्र देव सिंह तांको बीजेपी रे विधिबद्ध भावे सामिल करैछंती। मुलायम सिंह सान बोहू अर्पणा यादव से मुलायमଙ୍କ द्वितीय स्त्री साधना गुप्ताଙ୍କ पुओ प्रतीक यादवଙ୍କ स्त्री। 2017 विधानसभा निर्वाचन लड़ीथिले अर्पणा,
केणट आसनରୁ ସାଇକେଲ ଚିହ୍ନରେ ଲଢ଼ି ଦ୍ୱିତୀୟ ସ୍ଥାନରେ ରହିଥିଲେ। ସେତେବେଳେ ତାଙ୍କୁ 63,000 ଭୋଟ ମିଳିଥିଲା। ସେ ବିଜେପି ପ୍ରାର୍ଥୀ ରୀତା ବହୁଗୁଣା ଯୋଶୀଙ୍କୁ ଦେଇଥିଲେ କଡ଼ା ଟକ୍କର। ନମ୍ବର 26 ଏସ୍ବିଆଇର ଉପହାର ଫିକ୍ସଡ ଡିପୋଜିଟ୍ ଉପରେ ବୃଦ୍ଧି କଲା ସୁଧହାର। ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର ଗ୍ରାହକମାନଙ୍କୁ ଏକ ବଡ଼ ଉପହାର ଦେଇଛି। ଏହା ବର୍ତ୍ତମାନ ଫିକ୍ସଡ ଡିପୋଜିଟ୍ ଉପରେ ସୁଧହାର ବୃଦ୍ଧି କରିଛି। ସୁଧହାରରେ ଫିକ୍ସଡ ଡିପୋଜିଟ୍ ଉପରେ 1ରୁ 2 ବର୍ଷରୁ କମ୍ ରଖାଯାଇଥିବା ଜମାରାଶିର ସୁଧହାର ବୃଦ୍ଧି କରାଯାଇଛି। ପୁଣି 2 କୋଟିରୁ କମ୍ ଏଫ୍ଡି ଉପରେ ସୁଧହାର 10 ବେସିସ୍ ପଏଣ୍ଟକୁ ବୃଦ୍ଧି କରାଯାଇଛି। ତେବେ ଏପରି ପରିସ୍ଥିତିରେ ଏସ୍ବିଆଇ ଗ୍ରାହକ ଯେଉଁମାନେ ଏହି ଏଫ୍ଡି କରିଛନ୍ତି ତାଙ୍କର 5% ସୁଧ ବୃଦ୍ଧି ପାଇବ। ତେବେ ଏହି ସୁଧହାର 5.1% ହୋଇଛି। ଏଥିସହିତ ବରିଷ୍ଠ ନାଗରିକମାନେ ଏଫ୍ଡିର ସୁଧହାରରେ 5.6% ଲାଭ ପାଇବେ। ତେବେ 5ରୁ 10 ବର୍ଷର କାର୍ଯ୍ୟକାଳ ପାଇଁ ସ୍ଥାୟୀ ଜମାରାଶି ପାଇଁ ବ୍ୟାଙ୍କରୁ 5.4% ସୁଧହାର ମିଳିଥାଏ। ଏଥିସହିତ 2ରୁ 3 ବର୍ଷରୁ କମ୍ ଏଫ୍ଡି ଉପରେ ସୁଧହାର 5.10% ଅଟେ। ନମ୍ବର 27 ନିରାଶ କଲେ ବ୍ୟାଟ୍ସମ୍ୟାନ୍ ପ୍ରଥମ ଦିନିକିଆରେ ହାରିଲା ଟିମ୍ ଇଣ୍ଡିଆ। କ୍ୟାପ୍ଟେନ୍ ତେମା ବାଭୁମା ଓ ରାଶି ଭାନ୍ ଡର୍ ଡୁସେନଙ୍କ ଶତକ ପରେ ବୋଲରଙ୍କ ଦମରେ ଦକ୍ଷିଣ ଆଫ୍ରିକା ଏଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତକୁ 31 ରନରେ ପରାସ୍ତ କରିଛି। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା 3 ମ୍ୟାଚ୍ ବିଶିଷ୍ଟ ସିରିଜରେ 1-0ରେ ଅଗ୍ରଣୀ ହାସଲ କରିନେଇଛି। ଦକ୍ଷିଣ ଆଫ୍ରିକା ପ୍ରଥମେ 50 ଓଭରରେ 4 ୱିକେଟ୍ ହରାଇ 296 ରନ୍ କରିଥିଲା। ଜବାବରେ ଭାରତ 8 ୱିକେଟ୍ ହରାଇ 265 ରନ୍ କରି ପରାସ୍ତ ହୋଇଛି। ନମ୍ବର 28 ଅନ୍ତର୍ଜାତୀୟ ଟେନିସରୁ ସାନିଆ ମିର୍ଜାଙ୍କ ଅବସର ଘୋଷଣା। ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଅନ୍ତର୍ଜାତୀୟ ଟେନିସରୁ ଅବସର ଘୋଷଣା କରିଛନ୍ତି। ଚଳିତ ଅନ୍ତର୍ଜାତୀୟ ସିଜିନ୍ ତାଙ୍କର ଶେଷ ସିଜିନ୍ ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆ ଓପନ୍ ମହିଳା ଡବଲ୍ସର ପ୍ରଥମ ରାଉଣ୍ଡରୁ ସେ ବାଦ୍ ପଡ଼ିବା ପରେ ଏହି ଘୋଷଣା କରିଛନ୍ତି। ସାନିଆ ଓ ଉଜବେକିସ୍ତାନର ନାଦିଆ କିଚେନଙ୍କ ଯୋଡ଼ି ତାମାରା ଜିଦାନସେକ୍ ଓ କାଜା ଜୁଭାନଙ୍କ ଯୋଡ଼ିଠାରୁ 4-6, 6-7ରେ ହାରିଯାଇଥିଲେ। ସେ କହିଛନ୍ତି ଯେ ତାଙ୍କ ଶରୀର ଧୀରେ ଧୀରେ କ୍ଳାନ୍ତ ହେବାରେ ଲାଗିଛି। ତାଙ୍କ ଆଣ୍ଠୁ ଯନ୍ତ୍ରଣା ବଢ଼ି ଚାଲିଛି କିନ୍ତୁ ତାହାର ଉପଶମ ପାଇଁ ସମୟ ଲାଗୁଛି। ପୁଣି 3 ବର୍ଷର ଶିଶୁ ପୁତ୍ରକୁ ଧରି ବାରମ୍ବାର ବିଭିନ୍ନ ଯାତ୍ରା କରିବା ଦ୍ୱାରା ତାର ନିରାପତ୍ତା ପ୍ରତି ବିପଦ ସୃଷ୍ଟି ହେଉଛି। ପୂର୍ବପରି ଶରୀରରେ ଆଉ ସେପରି ଶକ୍ତି ନାହିଁ। ଆଉ ଖେଳିବାକୁ ସେ ଉପଭୋଗ କରୁନାହାନ୍ତି। ଏଣୁ ଅବସର ନେବାର ସମୟ ଆସିଯାଇଛି ବୋଲି ସେ କହିଛନ୍ତି। ନମ୍ବର 29 ରାହୁଲଙ୍କୁ 15 କୋଟି ଟଙ୍କାରେ ନେଲା ଲକ୍ଷ୍ନୌ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ IPL 2022 ମେଗା ଖେଳାଳି ନିଲାମ ପୂର୍ବରୁ 3 ଜଣଙ୍କର ନାମକୁ ସ୍ପଷ୍ଟ କରିଛି ନୂତନ ଭାବେ ସାମିଲ ହୋଇଥିବା ଲକ୍ଷ୍ନୌ ଦଳ। ଭାରତୀୟ ଦଳର ଓପନର ଲୋକେଶ ରାହୁଲ, ଅଷ୍ଟ୍ରେଲିଆନ୍ ଅଲରାଉଣ୍ଡର ମାର୍କସ୍ ଷ୍ଟୋଇନିସ୍ ଓ ସ୍ପିନର ରବି ବିଶୋଇଙ୍କୁ ଦଳରେ ଲକ୍ଷ୍ନୌ ସାମିଲ କରିଛି। ESPN କ୍ରିକ୍ ଇନଫୋ ରିପୋର୍ଟ ଅନୁଯାୟୀ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ରାହୁଲଙ୍କୁ ଦଳର ଅଧିନାୟକ କରିଥିବା ବେଳେ ଷ୍ଟୋଇନିସ୍ ଓ ବିଶୋଇଙ୍କୁ ମଧ୍ୟ କ୍ରୟ କରିଛି। ରିପୋର୍ଟ ଅନୁଯାୟୀ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ଆସନ୍ତା ଫେବୃଆରୀ 12 ଓ 13ରେ ବାଙ୍ଗାଲୋରରେ ହେବାକୁ ଥିବା ମେଗା ଖେଳାଳି ନିଲାମରେ 90 କୋଟି ଟଙ୍କା ଖେଳାଳିଙ୍କ କ୍ରୟ କରିବାରେ ଲକ୍ଷ୍ୟ ରଖିଛି। ରାହୁଲଙ୍କୁ 15 କୋଟି, ଷ୍ଟୋଇନିସ୍ଙ୍କୁ 11 କୋଟି, ବିଶୋଇଙ୍କୁ 4 କୋଟି ଟଙ୍କାରେ କ୍ରୟ କରିଥିବା ଜଣାପଡ଼ିଛି। ନମ୍ବର 30 ଉନ୍ମୁକ୍ତଙ୍କ BBLରେ ପଦାର୍ପଣ। ଉନ୍ମୁକ୍ତ ଚାନ୍ଦ ପ୍ରଥମ ଭାରତୀୟ ପୁରୁଷ କ୍ରିକେଟର ଭାବେ ଅଷ୍ଟ୍ରେଲିଆର ପ୍ରତିଷ୍ଠିତ ଲିଗ୍ ବିଗ୍ ବାସ୍ ଲିଗ୍ରେ ଖେଳିବାରେ ସଫଳ ହୋଇଛନ୍ତି। ସେ ମେଲବର୍ଣ୍ଣ ରେନେଗେଡ୍ସ ପକ୍ଷରୁ ମଙ୍ଗଳବାର ଖେଳାଯାଇଥିବା ହୋବାର୍ଟ ହରିକେନ୍ସ ବିପକ୍ଷରେ ମ୍ୟାଚ୍ରେ ଉନ୍ମୁକ୍ତ BBLରେ ପଦାର୍ପଣ କରିଛନ୍ତି। ଉକ୍ତ ମ୍ୟାଚ୍ରେ ହୋବାର୍ଟ ହରିକେନ୍ସ 20 ଓଭରରେ 5 ୱିକେଟ୍ ହରାଇ 182 ରନ୍ କରିଥିଲା। ଜବାବରେ ମେଲବର୍ଣ୍ଣ ରେନେଗେଡ୍ସର 20 ଓଭରରେ 6 ୱିକେଟ୍ ହରାଇ 176 ରନ୍ କରିଥିଲେ। ହୋବାର୍ଟ ହରିକେନ୍ସ 6 ରନ୍ରେ ବିଜୟୀ ହୋଇଥିଲା। ଚାନ୍ଦ ମ୍ୟାଚ୍ରେ 6 ରନ୍ କରି ଆଉଟ୍ ହୋଇଥିଲେ। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।